तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। ॐ गुरुर्विष्णु गुरुरेव महेश्वर गुरुरेव परं ब्रह्म तस्मै श्री गुरवे नमः। खण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। तस्मै श्री गुरवे नमः। ଆଜି ସେମାନେ ଗୁରୁ ଗ୍ରହଣ କରିଛନ୍ତି ଗୁରୁଙ୍କ ପାଖରେ ଗୁରୁକୁ ସମର୍ପଣ କରନ୍ତୁ। ଏବଂ ଏ ଗୁରୁ ହେଉଛନ୍ତି ଯେ ଅଜ୍ଞାନରୁ ଆଲୋକ ଆଡ଼କୁ ନେଇଯିବା ପ୍ରକୃତ ଅଜ୍ଞାନ ତାହା ହିଁ ଅଟେ। ଏ ସଂସାରରେ ଯେଉଁ ଜ୍ଞାନ ଆମେ ସାଧାରଣତଃ ଲୌକିକ ଜଗତରେ ଜ୍ଞାନ ବୋଲିକରି କହୁଛୁ, ସେ ଜ୍ଞାନ ଏହା ଯେ ଆମକୁ ସାଂସାରିକ ବନ୍ଧନରେ ବାନ୍ଧିଥାଏ। ସେ ଜ୍ଞାନରେ ଅହଙ୍କାର ଅଛି, ଅହମିକା ଅଛି ଏବଂ କିଛି ପାଇବା ଆଉ ସଂସାର ଚଳନୀର କଥା ଅଛି। ତେଣୁ ତାକୁ ପ୍ରକୃତ ଜ୍ଞାନ ବା ବିଦ୍ୟା କୁହାଯାଏ ନାହିଁ। ପ୍ରକୃତ ଜ୍ଞାନ ହେଉଛି ଯାହା ଆମକୁ ଏ ସଂସାରରୁ ମୁକ୍ତି ପ୍ରଦାନ କରିବ। ମୁକ୍ତି ହେଉଛି ଆନନ୍ଦ ପ୍ରାପ୍ତି। ପ୍ରକୃତରେ ଆମକୁ ଆନନ୍ଦ ଯେଉଁଠି ମିଳିବ ସେ ଯେଉଁ ବିଦ୍ୟା ସା ବିଦ୍ୟା ବିମୁକ୍ତ ଯେ ଆମକୁ ମୁକ୍ତି ପ୍ରଦାନ କରିବ। ମୁକ୍ତି ଅର୍ଥ ଆନନ୍ଦ। ଏବଂ ଗୁରୁଙ୍କର ଶରଣାଗତି ହିଁ ଆନନ୍ଦ ପ୍ରଦାନ କରିଥାଏ। ଆମେମାନେ ସମସ୍ତେ ଗୁରୁ ଗ୍ରହଣ କରିଛନ୍ତି। ଯେଉଁମାନେ ଗୁରୁ ଗ୍ରହଣ କରିନାହାନ୍ତି ବା ଗାୟତ୍ରୀ ପରିବାର ନୁହନ୍ତି, ଅନ୍ୟ କେହି ଗୁରୁ ଗ୍ରହଣ କରିଛନ୍ତି। ପ୍ରକୃତ ଗୁରୁ ଅର୍ଥ ଯେ ଆମଠାରୁ ଯାହାଙ୍କ ନିକଟରେ ନିଜକୁ ସମର୍ପଣ କରି ଦିଆଯାଇପାରିବ ଏବଂ ଯାହାଙ୍କର ଶ୍ରେଷ୍ଠ ସାଧନାର ଅଂଶ ଆମ ପାଖକୁ ଆସିପାରିବ, ସେ ହିଁ ଗୁରୁ ଅଟନ୍ତି। ଏବଂ ଆଜିର ଦିନରେ ଆମେ ଅଖଣ୍ଡ ଜପ କଲେ ଗୁରୁ ପୂର୍ଣ୍ଣିମାର ଅବସର ମୋର ସମସ୍ତ ଭାଇ ଆଉ ଭଉଣୀମାନଙ୍କୁ ନିବେଦନ, ଆମେ ମନ ମଧ୍ୟରେ ସେ ଗୁରୁଙ୍କୁ ଟିକେ ଭାବନା କରିବା। ସେ ଗୁରୁ ଆମର ଗୁରୁ ହେଉଛନ୍ତି ବେଦମୂର୍ତ୍ତି ତପନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ, ମାତା ଭଗବତୀ ଶର୍ମା। ଏ ଋଷି ଯୁଗ୍ମ ଆମର ଗୁରୁ ଅଟନ୍ତି। ଏବଂ ତାଙ୍କର ଜୀବନକାଳ ଭିତରେ ସେ ଯେଉଁ ଗାୟତ୍ରୀର ସାଧନା କରିଛନ୍ତି, ସେ ସ୍ପଷ୍ଟ କରିଛନ୍ତି ଏ ସଂସାରକୁ ସ୍ୱର୍ଗରେ ପରିଣତ କରିବେ ତାଙ୍କର ଉଦ୍ଦେଶ୍ୟ। ଏବଂ ପ୍ରତ୍ୟେକ ବ୍ୟକ୍ତି ପରିବର୍ତ୍ତିତ ହେବ, ବ୍ୟକ୍ତି ସହିତ ତାର ପରିବାର ପରିବର୍ତ୍ତିତ ହେବ ଏବଂ ପରିବାର ଗୁଡ଼ିଏ ପରିବର୍ତ୍ତନ ହୋଇଗଲେ ସମାଜ ପରିବର୍ତ୍ତିତ ହେବ। ଏ ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ ଆଉ ସମାଜ ନିର୍ମାଣର ସଂକଳ୍ପରେ ପରମ ପୂଜ୍ୟ ଗୁରୁଦେବ ଯୁଗ ନିର୍ମାଣ କରିବାକୁ ଚାହିଁଛନ୍ତି। ଏବଂ ତାଙ୍କ ସାଧନାର 50% ଅର୍ଧ ଅଂଶ ଏ ଯୁଗ ନିର୍ମାଣ ପାଇଁ ବିନିଷ୍ଟ ଏବଂ ଆଉ ଅର୍ଧ ଅଂଶ ଯେଉଁମାନେ ତାଙ୍କର କର୍ମୀ, ଯେଉଁମାନେ ତାଙ୍କର କାମ କରିବାକୁ ଆସିଛନ୍ତି, ଯେଉଁମାନେ ତାଙ୍କର ସହଯୋଗ କରୁଛନ୍ତି, ଦୀକ୍ଷା ନିଅନ୍ତୁ ବା ନ ନିଅନ୍ତୁ, ଯିଏ ସମାଜ କଲ୍ୟାଣ କାମରେ ଲାଗୁଛନ୍ତି। ସମାଜ କଲ୍ୟାଣ ଅର୍ଥ ଏଠି এই ଆତ୍ମିକ ବିକାଶ ଦିଗରେ ଯେଉଁମାନେ ଲାଗୁଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା, ଅନ୍ୟମାନଙ୍କ ଦୁଃଖରେ ଦୁଃଖୀ ହେବା ଏବଂ ଅନ୍ୟକୁ ସଦ୍ଜ୍ଞାନ ପ୍ରାପ୍ତି କରାଇବା, ଅନ୍ୟକୁ ଆନନ୍ଦ ଦେବାର ସହାୟକ ହେଉଛନ୍ତି, ସେ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଅଛି ତାଙ୍କର ସାହାଯ୍ୟ। ତେଣୁ ଆଜିର ଦିନରେ ଯିଏ ଗୁରୁଙ୍କର ଶରଣାଗତି ହେବ, ଅର୍ଥାତ୍ ଗୁରୁଙ୍କର କାର୍ଯ୍ୟକୁ, ଗୁରୁଙ୍କର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବ,
ସେ ନିଶ୍ଚିତ ଭାବରେ ତାଙ୍କର ସଂରକ୍ଷଣରେ ରହିବ ଏବଂ ତାଙ୍କର ଆଦର୍ଶଗତ ଭାବନା ମଧ୍ୟ ରହିବ, ବିଚାର ମଧ୍ୟ ରହିବ। ତାଙ୍କର କାର୍ଯ୍ୟ ଧାରାରେ ସେ ଆଗକୁ ନେବ। ତେଣୁ